ବୁଝିଲେ 18 ନମ୍ବର କ୍ୱେଶ୍ଚିନ୍ ଅଛି ସ୍ଥାନାଙ୍କ ଯେମିତି ସାହାଯ୍ୟରେ ପ୍ରମାଣ କର ଯେ ସାମନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ କଣ କରନ୍ତି ସମଦ୍ୱିଖଣ୍ଡ କରନ୍ତି। ବୁଝିପାରିଲ ତାହେଲେ ଆମେ କଣ କରିବା ସ୍ଥାନାଙ୍କ ଯେମିତି ସାହାଯ୍ୟରେ ପ୍ରମାଣ କରିବା ଯେ ସାମନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ତାହେଲେ ଦେଖ ମୁଁ କଣ ନେଇଗଲି ଆମର एक्स एक्सिस वाई एक्सिस ନେଇଗଲି ତ ଇଏ ହେଲା x ଇଏ ହେଲା x ଡ୍ୟାଶ ଇଏ ହେଲା y ଇଏ ହେଲା y ଡ୍ୟାଶ। ତାହେଲେ କିନ୍ତୁ ତମେ ଜାଣିଥିବ ଏ ମୂଳ ବିନ୍ଦୁର ସ୍ଥାନାଙ୍କ ହଉଛି 0 0 ବୁଝିପାରିଲ କି ନାଇଁ। ମୁଁ କଣ କଲି ବର୍ତ୍ତମାନ ଏଇଠି ଗୋଟେ ସ୍ଥାନାଙ୍କ ଯୋଉ ସାମନ୍ତରିକ ଚିତ୍ର ଅଙ୍କନ କରିବି। ତାହେଲେ ଏଇ ଦିଗର ସ୍ଥାନାଙ୍କ ମୁଁ ଦେଇଦେଲି କାରଣ ଦେଖ x ଅକ୍ଷରେ y ସବୁବେଳେ 0 ତାହେଲେ ଏଇଟା ମନେ କର a 0 ଦେଇଦେଲି କେତେ a 0 ତାମାନେ ଏଇ ଯୋଉ x ର ସ୍ଥାନାଙ୍କ ହଉଛି a y ର ସ୍ଥାନାଙ୍କ ହଉଛି 0। ବର୍ତ୍ତମାନ ଦେଖ ଏଇ ଦିଟାକ ବିନ୍ଦୁରେ ମୁଁ ଗୋଟେ ସାମନ୍ତରିକ ଚିତ୍ର ଅଙ୍କନ କରିବି। କହିଦେଲି ସାମନ୍ତରିକ ଚିତ୍ର ହେଲା। ତାହେଲେ ଏଇ ଯୋଉ ସାମନ୍ତରିକ ଚିତ୍ରର ହେଲା ଏଇଠୁ ଏଇଠୁ ଏଇତିକ ଦୂରତା ଏଇଠୁ ଯୋଉ ଏଇତିକ ଦୂରତା ମୁଁ ମନେକର ଧରିଲି ପି କଣ ଧରିଲି ପି ବେଲ ଧରିଲି। ତାହେଲେ ଦେଖ ଯଦି ପି ବେଲ ଧରିଲି ତାହେଲେ ଦେଖ ଏଠୁ କଣ ହେଇଯିବ ଆଉ ଏଇତିକର ଦୂରତା ଧରିଲି ପି ହଁ ଏଇତିକର ଦୂରତା ଧରିଲି বি ହେଲା। ତାହେଲେ ଦେଖ ଏଇ ଯୋଉ ଏଇଟା ମନେକର ଓ ଏଇଟା ଏ ଏଇଟା বি ଏଇଟା ସି। ତାହେଲେ ଏଇ ଯୋଉ ସି ବିନ୍ଦୁର ସ୍ଥାନ କେତେ ହେଇଯିବ ଦେଖ ଉପରକୁ କେତେ ଉଠିଛି y ଆକ୍ସିସ ରେ b ତାହେଲେ y ଆକ୍ସିସ ରେ b ଉଠିଛି x ଆକ୍ସିସ ରେ କେତେ ଯାଇଛି ଏତିକି p ତାହେଲେ ଏଇଟା କେତେ ହବ p ହେଲା। ସେମିତି ଦେଖିଆ b ବିନ୍ଦୁର ସ୍ଥାନାଙ୍କ ଦେଖିବି ଏଠି ଦେଖିଆ b ବିନ୍ଦୁର ସ୍ଥାନାଙ୍କ ଦେଖିବି b ବିନ୍ଦୁର ସ୍ଥାନାଙ୍କ ଦେଖ ଇଏ ହଉଛି a ଏତିକି ହଉଛି a ଏତିକି ହେଲା a ଏତିକି ହଉଛି p ତାମାନେ x ଆକ୍ସିସ ରେ ଯାଇଛି ଇଏ ହଉଛି p ଇଏ ହଉଛି a ତାହେଲେ a ପ୍ଲସ p ତାହେଲେ ଇଏ ହେଲା x ଆକ୍ସିସ ରେ a ପ୍ଲସ p କମା y ଆକ୍ସିସ ରେ ଦେଖ ଏଇ ଯୋଉ ବିନ୍ଦୁଟା ଏତିକି ଦୂରତାରେ ଅଛି କାରଣ ଏତିକି ଦୂରତା ଇକ୍ୱାଲ୍ସ ଟୁ ଏତିକି ଦୂରତା ତାହେଲେ ଏଇଟା କେତେ ହେଇଯିବ b କେତେ ଦୂରତାରେ ଅଛି b ଦୂରତାରେ। ବୁଝିପାରିଲ ତାମାନେ ଏଠି ଆମର o ବିନ୍ଦୁର ସ୍ଥାନାଙ୍କ ହେଇଗଲା 0 0 a ବିନ୍ଦୁର ସ୍ଥାନାଙ୍କ ହେଇଗଲା a 0 b ବିନ୍ଦୁର ସ୍ଥାନାଙ୍କ ହେଇଗଲା ଆମର a ପ୍ଲସ p b ତାପରେ c ବିନ୍ଦୁର ସ୍ଥାନାଙ୍କ ହେଇଗଲା e b। ବୁଝିପାରିଲ ଏତିକି ଜିନିଷ ପାଇଗଲ ଏଇଥିରେ ସମସ୍ତେ ଲେଖିଦିଅ ବିନ୍ଦୁ ଗୁଡାକ ସ୍ଥାନ କେମିତି ପାଇଲେ ଲେଖିଦିଅ ହେଲା। ତାପରେ ଦେଖ ବିଲେ ବର୍ତ୍ତମାନ ଦେଖ ବିନ୍ଦୁ ଯେତେବେଳେ ଆମେ ଚାରିଟା ଯାକ ବିନ୍ଦୁର ସ୍ଥାନାଙ୍କ ପାଇଗଲେ ତାହେଲେ ଆମେ ବର୍ତ୍ତମାନ କର୍ଣ୍ଣ ଦିଟାକ ପାଇବା ହେଲା। କର୍ଣ୍ଣ ଦିଟାକ ର ମଧ୍ୟବିନ୍ଦୁ ଦେଖ ଏଇଟା ହଉଛି ଗୋଟେ କର୍ଣ୍ଣ ସେ କହିଛି କର୍ଣ୍ଣ ଦିଟାକ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି। ତା ମାନେ ଯଦିକା ୟାର ମଧ୍ୟବିନ୍ଦୁଟା ଆଉ ୟାର ମଧ୍ୟବିନ୍ଦୁଟା ସମାନ ହେଇଗଲା ଏଇ ଗୋଟାକ ବିନ୍ଦୁ ହେଇଗଲା ତାହେଲେ ଏଇ ବିନ୍ଦୁରେ ସେ କଣ କରୁଛନ୍ତି ସମାନ ଦ୍ୱିଖଣ୍ଡ କରୁଛନ୍ତି। ତାହେଲେ ଆମକୁ ପ୍ରମାଣ କରିବାର ଅଛି ଯେ ଏଇଟା ଇକ୍ୱାଲ ଟୁ ଏଇଟା ଏଇଟା ଇକ୍ୱାଲ ଟୁ ଏଇଟା ହେଲା। ଯେତେବେଳେ ହେଇଯିବ ତାହେଲେ ଏଇଟା ମଧ୍ୟବିନ୍ଦୁ ହେଇଯିବ। ତାହେଲେ ଯଦିକା ଏଇ ଯୋଉ ଦିଟା ଯାକ କର୍ଣ୍ଣର ମଧ୍ୟବିନ୍ଦୁ ଯଦି ଆମେ ଗୋଟିଏ ବୋଲି ପ୍ରମାଣ କରିଦବା ତାହେଲେ ଏଇଟା ହେଇଗଲା ମଧ୍ୟବିନ୍ଦୁ। ବୁଝିପାରିଲ କି ନାଇଁ। ତାହେଲେ ଦେଖ ଦିଟାକ କର୍ଣ୍ଣ ଗୋଟେ ହଉଛି ଓ ବି ତାହେଲେ ଓ ବି କର୍ଣ୍ଣର ମଧ୍ୟବିନ୍ଦୁ ओबी कर्णर मध्यबिंदु केते होला 0 0 ये होची a प्लस b। ताल देखो आमे कोन कहिचे x1 प्लस x2/2 y1 प्लस y2/2 जेतेले 0 टू कोन हो गणा हबो ताले एटा जेतेले मूल बिंदु टू देखा हबो हमर केवल एटा/2 हे जो ताले कोन होयला a प्लस b/2 आ उठे होला b/2 एतिके होला ए कर्णर मध्यबिंदु। बुझिपारछ कि नहीं जेतेले मूल बिंदु ठू ये करा हबो गणा हबो हेतेले x/2 y/2 होची मध्यबिंदु। ताले देखो जेतेले आमे कोन करिवा देखो सब सूत्र गुडा मन रखो आमे जति जति आगु जिवा सूत्र गुडा कोन हबो काम लागियो जति सूत्र मन रखियो पुनी हराण हो। देखो सीए कर्णर मध्यबिंदु देखो ए कोन x1 प्लस x2/2 ताले a प्लस p/2 a प्लस p/2 तापरे x2 ए जो y2 y1 प्लस y2/2 ताले 0 प्लस b ताने b/2 ताले देखो देटा तकर मध्यबिंदु गोटी हेला हैला तामाने एटा कुछ गोटी मध्यबिंदु यार मध्यबिंदुटा जहा यार मध्यबिंदुटा सेया ताले एई बिंदु रे से कोन करन परस्पर को समद्विखंड करन ताले मन कर ए बिंदुटा नाम दे देली q हैला। ताले उभय लिखि दो तेबे उभय कर्णर मध्यबिंदु गोटे
क्यू है मध्यबिंदु एक एक लिखा गोटे लिखिले चलो एक ता ना हूँ कौन क्यू ताले क्यू बिंदु कर्णद्वय को कौन करुच्ची सम द्विखंड करुच्ची है ଏଠି ଅତେବେ ଲୋକ ଲାଷ୍ଟକୁ ଲେଖିଦବ ଅତେବେ ସାମନ୍ତରିକ ଚିତ୍ରର କର୍ଣ୍ଣଦ୍ୱୟ ଏଟା ଲେଖିବ ପରସ୍ପରକୁ ସମଦ୍ୱିଖଣ୍ଡ କଣ କରନ୍ତି ବୁଝିପାରିଲ ତାହେଲେ ସାମନ୍ତରିକ ଚିତ୍ରର କଣ ହୁଏ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ଏଇଟା ଥିଲା ଏଟାର ଆନ୍ସର କେତେ ନମ୍ବର ଆମର ଆନ୍ସର ହେଲା ଏଇଟା ହେଲା ଆମର ପ୍ରଥମ ନମ୍ବରର ଆନ୍ସର ଏଟା ସମସ୍ତେ ଲେଖିଦିଅ ଭଲ ଭାବରେ ହେଲା ତାହେଲେ ଏଟା ଲିଭେଇକି 19 ନମ୍ବରକୁ ଯିବା ମେନ୍ ହଉଛି ଚାରିଟା ଯାକ ବିନ୍ଦୁର ସ୍ଥାନାଙ୍କ ଆମକୁ ବାହାର କରିବାର ଅଛି ହେଲା ତ ଆମକୁ ମୂଳ ବିନ୍ଦୁଠୁ ଆମକୁ ନେଲେ ସୁବିଧା ହବ ହେଲା ତ ସେଇଥିପାଇଁ ଆମେ ମୂଳ ବିନ୍ଦୁଠୁ ନେଲା ଆଉ କିନ୍ତୁ ଅଲଗା ଯେମିତି ଯେତିକା ନେଇଥାନ୍ତେ ମୂଳ ବିନ୍ଦୁଠୁ ନ ନେଇକି ଆମକୁ ଆଗ ଫାଷ୍ଟ ଦିଟାକ ବାହୁର ଦୈର୍ଘ୍ୟ ବାହାର କରିବାକୁ ପଡିଥାନ୍ତା ଦିଟାକୁ ଇକ୍ୱାଲ କରିବାକୁ ପଡିଥାନ୍ତା ଏମିତି ହେଇକି ବହୁତ ଲମ୍ବା ହେଇଥାନ୍ତା ତେଣୁକରି ସବୁବେଳେ ଚେଷ୍ଟା କରିବା ମୂଳ ବିନ୍ଦୁଠୁ ଯେତିକା ସମ୍ଭବ ତାହେଲେ ନେଇପାରିବ ହେଲା ତାହେଲେ ଦେଖ 19 ନମ୍ବର କଣ ଦେଇଛି 19 ନମ୍ବର ଦେଇଛି ଯେ ସ୍ଥାନାଙ୍କ ଜ୍ୟାମିତି ସାହାଯ୍ୟରେ ଦର୍ଶାଅ ଗୋଟିଏ ଆୟତ କ୍ଷେତ୍ରର କର୍ଣ୍ଣଦ୍ୱୟ ସର୍ବସମ ଓ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ସେଇ ସେମ୍ ଜିନିଷ ବର୍ତ୍ତମାନ ସାମନ୍ତରିକ ଚିତ୍ର ଦେଇଥିଲା ଟିକେ ଆମକୁ କଷ୍ଟ ପଡିଲା ଯେତେବେଳେ ଆୟତ ଚିତ୍ର ଦବ ପୁରା ସହଜରେ ହେଇଯିବ ଦେଖ ଏଇଟା ହେଲା ଆମର କଣ ଏକ୍ସ ଆକ୍ସିସ୍ ୱାଇ ଆକ୍ସିସ୍ ଏକ୍ସ ଏକ୍ସ ଡ୍ୟାସ୍ ଇଏ ହେଲା ୱାଇ ୱାଇ ଡ୍ୟାସ୍ ତାହେଲେ ବର୍ତ୍ତମାନ ଦେଖ ସାମନ୍ତରିକ ଚିତ୍ର ମୁଁ ଏଠି ଗୋଟେ ବିନ୍ଦୁ ନେଇଗଲି ଏଇଟା କଣ ଏ 0 এটা ହେଲା 0 0 এটা ହେଲା କଣ এটা ହେଲା b 0 ସରି 0 b x ହଉଛି 0 ଇଏ ହଉଛି y axis ହେଲା ବର୍ତ୍ତମାନ ଏ ବିନ୍ଦୁର ସ୍ଥାନାଙ୍କ ହେଇଗଲା ଏଟା a ଏଟା o ଏଟା b ଦେଖ ଏ ବିନ୍ଦୁର ସ୍ଥାନାଙ୍କ ଏତିକ x ରେ ଯାଇଛି x a y ରେ ଯାଇଛି ଦେଖ y ରେ ଯାଇଛି b ତାହେଲେ बी बिंदुर स्थानांक होगा ए बी ताले सी बिंदुर स्थानांक होगा 0 बी बुझी पाइल ताले ओ ए बी सी बिंदुर स्थानांक पाई गले ताले हमें वर्तमान प्रमाण करबा जे से कोन देछि परस्पर को समद्विखंड करंती और परस्पर प्रति कर्णद्वय परस्पर को समद्विखंड करंती और परस्पर प्रति लंब ताले देखो हमें समद्विखंड काढी दबा एटा बुझी पाइल समद्विखंड काढिबा ताले देखो बिले এই যে বিন্দুটার স্থানাঙ্ক দুইটাকে একা হব বলে আমি কাটিয়া বর্তমান দেখো আই ফার্স্ট হচ্ছে 19 নম্বর আই সমদ্বিখণ্ড করন্তি বলে কাটিয়া তাহলে দেখো এই যে কর্ণটা ও এ কর্ণর মধ্যবিন্দু কেতে হইছো ও এ মধ্যবিন্দু কেতে হইছো দেখো মূল বিন্দুটো মানে a/2 b/2 তাহলে a/2 b/2 মূল বিন্দুটো মানে ডাইরেক্ট x/2 y/2 ହେଲା তারপরে দেখো ଆମର এসি কর্ণর मध्यबिंदु केते ହେଇજો a plus 0/2 ताले केते हेला a/2 a plus 0/2 तापरे b plus 0/2 हला ता माने a/2 हेला b/2 हेला बुझि पाइलो दुटा जाक बिंदु समान हेला ताले एटा मन कर q बिंदु नेता ताले लिखि दबो अतेबे q बिंदु कर्णद्वय को सम द्विखंड करे বুঝিপাইল তাহলে কিউ বিন্দু ଦେଇଦେଲା কর্ণদ্বয়କୁ সমদ্বিখଣ୍ଡ করে ହେଲା তাহলে দেখো পিলে কর্ণদ্বয় প্রতি লম্ব দেইনি সে দেই সরি ভুললে মু লম্ব কইদেলি ହେଲା এটা মু ভুল মানে কোশ্চেন ভুললে পড়ি দেইছি এটি দেইছি কোন আমকু পরস্পর প্রতি সমদ্বিখণ্ড মানে এটা সমদ্বিখণ্ড আমি প্রমাণ করদেল সর্বসম কেমিতি প্রমাণ করিয়া সে দেইছি এটা ডবল এটা আমি প্রমাণ করদেলে সরি বিলে ভুললে মু কইদেলি এটা তাহলে দেখো আইটা কেমনে প্রমাণ করিয়া সে দেইছি সর্বসম মানে ইয়ার দূরতা আমি কাढिबा দুইটা বিন্দুর স্থানাঙ্ক দেইছি আমি দূরতা কাढिबा কেমতি দূরতা কাढिबा আমরা फास्ट सूत्र है x2 माइनस x1 होल स्क्वायर प्लस y2 माइनस y1 होल स्क्वायर रूट ताले देखो एटा मूल बिंदु पे अछि हैला ताले कोन लिखि परिबी हमर हेयला o एर दूरता
বা দৈর্ঘ্য কাটি পারিବା ଦୈର୍ଘ୍ୟ କେତେ ହେଇଯିବ ଆମର ଦେଖ a ସ୍କୋୟାର ପ୍ଲସ b ସ୍କୋୟାର ର ରୁଟ ଓଭର ବୁଝିପାରୁଛ କି ନାହିଁ ମୂଳ ବିନ୍ଦୁଠୁ ମାନେ ଡାଇରେକ୍ଟ x ସ୍କୋୟାର ପ୍ଲସ y ସ୍କୋୟାର ର ରୁଟ ଓଭର ତାପରେ ଦେଖ ଆମର ଆରଟା କଣ ହବ ac ର ଦୈର୍ଘ୍ୟ କେତେ ହେଇଯିବ ଦେଖ x2 minus x1 root over a minus 0 रो होल स्क्वायर प्लस 0 minus b रो होल स्क्वायर 0 minus b रो होल स्क्वायर समान ये कौन होगा a रो स्क्वायर प्लस माइनस b रो होल स्क्वायर समान a स्क्वायर प्लस b स्क्वायर ताले देखो दीटा को कोन होगा सर्व समय होला हैला पिले आयतक्षेत्र कर्णद्वय परस्पर को समद्विखंड करंती नाही ए जो सॉरी सम प्रति लंब नुह बुझि पाइलो आयतक्षेत्र कर्णद्वय परस्पर प्रति लंब नुह हैला आ किंतु ଆମର କର୍ଣ୍ଣଦ୍ୱୟ ସର୍ବସମ ହେବେ ଆଉ କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ହେଲା ଏଟା ମୁଁ ସରି ଭୁଲରେ ପଢି ଦେଇଥିଲି ଆଉ ଥରେ କହୁଛି ହେଲା ଭୁଲରେ କ୍ୱେଶ୍ଚିନ୍ ପଢି ଦେଇଥିଲି ଆଉ ତ ଏଇଟା ହେଲା କର୍ଣ୍ଣଦ୍ୱୟ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ବୋଲି ଏଇଟା ବାହାର କଲେ ଏଇଟା ହେଲେ କର୍ଣ୍ଣଦ୍ୱୟର ଦୈର୍ଘ୍ୟ ସମାନ ତାହେଲେ ଲେଖିଦବ ଅକ୍ଷରେ ଆୟତକ୍ଷେତ୍ର କର୍ଣ୍ଣଦ୍ୱୟ ପରସ୍ପର ଦୈର୍ଘ୍ୟ ସମାନ ଓ ପରସ୍ପରକୁ ସମଦ୍ୱିଖଣ୍ଡ କରନ୍ତି ଏଇଟା ଉପରେ ଲେଖିଦବ ଏଇଟା ତଳେ ଲେଖିଦବ ହେଲା ସମସ୍ତେ ଲେଖିଦିଅ ଆଇଟା ଉପରେ ଲେଖିଦବ ଡବଲ ଆଇଟା ତଳେ ଲେଖିଦବ ଏଇଟା ଥିଲା ଆମର 19 ନମ୍ବର এটা ସମସ୍ତେ ଲେଖିଦେଲେ ଯିବା 20 ନମ୍ବରକୁ ଲାଷ୍ଟ କ୍ୱେଶ୍ଚନ ଏଇ ଚାପ୍ଟର ଦେଖ ବୋଲେ ବର୍ତ୍ତମାନ ଆମେ 20 ନମ୍ବର କରିବାକୁ ଯାଉଛୁ ବୁଝିପାରିଲ ତ ଦେଖ ବର୍ତ୍ତମାନ ସୁଦ୍ଧା ଯେତେ ସବୁ ସୂତ୍ର ପଢିଲେ ଯାହା ସବୁ ପଢିଲେ ବର୍ତ୍ତମାନ ଆମର 20 ନମ୍ବରରେ ୟୁଜ ହବ ବୁଝିପାରିଲ ତ ସବୁତିକ ସୂତ୍ର ମନେ ରଖିଥିବା ଦରକାର ନିହାତି ଭାବରେ ଭାବିଲେ 20 ନମ୍ବର ତାହେଲେ ସେ ଗୋଟେ ଚିତ୍ର ଦେଇଛି ହେଲା ଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର ସେ ଦେଇଛି ପାର୍ଶ୍ୱସ୍ଥ ଚିତ୍ରରେ ଏବିସି ହଉଛି ଗୋଟେ ସମବାହୁ ତ୍ରିଭୁଜ ବୁଝିପାରିଲ ଏବିସି ଟା କଣ ଗୋଟେ ସମବାହୁ ତ୍ରିଭୁଜ ସେମିତି ଗୋଟେ ଆମର ଏକ୍ସ ୱାଇ ଆକ୍ସିସ୍ ନେଇଛି ତମେ ଜାଣିଥିବ ଏକ୍ସ ୱାଇ ଆକ୍ସିସ୍ ପରସ୍ପର ପ୍ରତି ଲମ୍ବ ଏଇଟା ହେଲା ସେ କହିଲା ଯେ ଆମର ଇଏ ହେଲା ଏକ୍ସ ଏକ୍ସ ଡ୍ୟାସ ୱାଇ ୱାଇ ଡ୍ୟାସ ସେ କହିଲା ଗୋଟେ ସମବାହୁ ତ୍ରିଭୁଜ ଅଛି ସେ କହିଲା ଏଇ ଯୋଉ ଏ ବିନ୍ଦୁର ସ୍ଥାନାଙ୍କ ହଉଛି ଏ ଜିରୋ ହେଲା ଏଇଟା ହେଲା ବି ବିନ୍ଦୁର ସ୍ଥାନାଙ୍କ ହେଲା ଆଉ ଏଠି ସି ବିନ୍ଦୁର ସ୍ଥାନ ଏଇଟା ଗୋଟେ ସମବାହୁ ତ୍ରିଭୁଜ ହେଲା ତ ସମବାହୁ ତ୍ରିଭୁଜ ହେଲେ ସେ ପ୍ରଥମେ ପଚାରିଛି ଏତିକି କେବଳ ଆମକୁ ଦେଇଛି ଏଇଟା ଗୋଟେ ସମବାହୁ ତ୍ରିଭୁଜ ଏ ବିନ୍ଦୁର ସ୍ଥାନାଙ୍କ ହଉଛି ଏତିକି ତାହେଲେ ଅନ୍ୟ ଶୀର୍ଷ ମାନଙ୍କର ସ୍ଥାନାଙ୍କ ଆମକୁ ଗୋଟେ ବାହାର କରିବାକୁ ଦେଇଛି ବାହୁ ମାନଙ୍କର ଦୈର୍ଘ୍ୟ ଗୋଟେ ଆମକୁ ବାହାର କରିବାକୁ ଦେଇଛି ତାପରେ ଦେଇଛି ବିଇ ମାନେ ବିଇ ଗୋଟେ କଣ ମଧ୍ୟମା ତାର ସ୍ଥାନାଙ୍କ ଆମକୁ ଗୋଟେ ବାହାର କରିବାକୁ ଦେଇଛି ତାପରେ ଦେଇଛି ଆମକୁ ଜି ବିନ୍ଦୁର ସ୍ଥାନାଙ୍କ ମାନେ ଗ୍ରାଭିଟି ସେଣ୍ଟର ମାନେ ଭର କେନ୍ଦ୍ରର ସ୍ଥାନାଙ୍କ ବାହାର କରିବାକୁ ଦେଇଛି ତାହେଲେ ଏଇ ସବୁ ଜିନିଷର ଆମକୁ କଣ ଦେଇଛି ବାହାର କରିବାକୁ ଦେଇଛି ତାମାନେ ଦେଖ ଫାଷ୍ଟ ଦେଖ ପିଲେ ତମେ ଜାଣିଥିବ ଯଦିକା ସମବାହୁ ତ୍ରିଭୁଜର ଯେକୌଣସି ଗୋଟେ ବିନ୍ଦୁରୁ ତାର ସମ୍ମୁଖୀନ ବାହୁ ପ୍ରତି ଲମ୍ବ ଟାଣିବା ତାହେଲେ ସେ କଣ କରିବ ତା ବାହୁକୁ ସମଦ୍ୱିଖଣ୍ଡ କରିବ ତାହେଲେ ଏଇଟା ସମଦ୍ୱିଖଣ୍ଡ କରୁଛି ତାମାନେ ଏଇଟା ଯେତିକି ଏଇଟା ଏତିକି ତାହେଲେ ମଧ୍ୟ ବିନ୍ଦୁଟା ଯଦିକା ଜିରୋ ହେଲା ବୁଝିପାରିଲ କି ନାଇଁ ଏଇ ମଧ୍ୟ ବିନ୍ଦୁଟା ଯଦିକା 0 0 ହେଲା ତାହେଲେ ଏଇ ବିନ୍ଦୁର ସ୍ଥାନାଙ୍କ ଆମେ ପାଇପାରିବା କଣ ପାଇଁ ଏଇ ବିନ୍ଦୁର ମଧ୍ୟ ବିନ୍ଦୁଟା ହଉଛି 0 0 ତାହେଲେ ଆମେ ମଧ୍ୟ ବିନ୍ଦୁର ସୂତ୍ର ଜାଣିଛେ ତାହେଲେ ଦେଖ ମଧ୍ୟ ବିନ୍ଦୁ ସମାନ 0 ଇକ୍ୱାଲ୍ସ ଟୁ a ପ୍ଲସ ଏଇଟା h2 ବାଇ 2 a ପ୍ଲସ h2 ବାଇ 2 ହେଲା ତାହେଲେ ବର୍ତ୍ତମାନ ଦେଖ 0 ଏପଟେ ପଳେଇଲା ତାହେଲେ x2 ଇକ୍ୱାଲ୍ସ ଟୁ ଦେଖ x2 ପ୍ଲସ a ଇକ୍ୱାଲ୍ସ ଟୁ 2 ଯୁଗ୍ମ 0 ହେଲା 0 ତାହେଲେ x2 ଇକ୍ୱାଲ୍ସ ଟୁ ଏଟା ଏପଟକୁ ପଳେଇଲା କଣ ହେଇଗଲା ମାଇନସ ହେଲା ତାହେଲେ ଦେଖ 0 ଇକ୍ୱାଲ୍ସ ଟୁ 0 ପ୍ଲସ y2 ବାଇ 2 ତାହେଲେ ଏଟା ପୁଣି ହେଇଗଲା 0 ହେଇଗଲା ତାହେଲେ 0 ପ୍ଲସ y2 ତାହେଲେ ଦେଖ y2 ଇକ୍ୱାଲ୍ସ ଟୁ କେତେ ହେଇଗଲା 0 ହେଇଗଲା ତାହେଲେ x2 କେତେ ହେଇଗଲା -1 ତାହେଲେ ଦେଖ ଏଇଟା ହେଇଗଲା କେତେ -a 0
ବୁଝିପାରୁଛ କି ନାଇଁ? ତ ଏଇଟା ଦେଖ ଦେଖିକି ବି ତମେ କହିପାରିବ, ପାଟିରେ କହିପାରିବ। ଦେଖ ଓ ବିନ୍ଦୁ ଏ ବାଟ ଯାଇଛି, ତାହେଲେ ମାଇନସ ଏ ବାଟ ଯିବ ଏପଟକୁ। ଯେହେତୁ ଏଇଟା ୱାଇ ଆକ୍ସିସ କୁ ଯାଇନି, ଏକ୍ସ ଆକ୍ସିସ ରେ ଅଛି, ତାହେଲେ ୱାଇ ଟା 0 ହେଇଯିବ। ଏଇଟା ଏ ବାଟ ଯାଇଛି ମାନେ ଏପଟକୁ ପଛକୁ ହେତିକି ବାଟ ଆସିବ, ପଛକୁ ଗଲା ମାନେ ମାଇନସ ଯିବ। ବୁଝିପାରିଲ କି ନାଇଁ? ତାହେଲେ ଏଇଟା କେତେ ହେଇଗଲା? ମାଇନସ କଣ ଇଏ 0, ଇଏ ହେଇଗଲା ପ୍ଲସ ଏ 0। ସିଏ ଆମକୁ କହିছে ଆଉ ଗୋଟେ ବିନ୍ଦୁ ଏଇଟାର ସ୍ଥାନାଙ୍କ ପାଇବା ପାଇଁ। ତ ବୋଲେ ଏଇଟାର ସ୍ଥାନାଙ୍କ ପାଇବା ପାଇଁ ଆମକୁ ଫାଷ୍ଟ କଣ ପାଇବାକୁ ପଡିବ? ଦେଖ, ଯଦି ଆମେ ଏଇ ବିନ୍ଦୁର ସ୍ଥାନାଙ୍କକୁ ଦେଖିବା ହେଲା, ତାହେଲେ ଆମକୁ କଣ କରିବାକୁ ପଡିବ? ଦେଖ ଫାଷ୍ଟ ଭାବ ହେଲା, ଆମେ ସମବାହୁ ତ୍ରିଭୁଜର କଣ ଜାଣିଛେ ସୂତ୍ର, ଯୋଉଟାକୁ ନେଇକି ଆମେ ସି ବିନ୍ଦୁ ପାଇପାରିବା। ସମବାହୁ ତ୍ରିଭୁଜର କଣ ଏମିତି ଗୋଟେ ସୂତ୍ର ଜାଣିଛେ ଯୋଉଟାକୁ ନେଇକି ଆମେ ସି ବିନ୍ଦୁ ପାହାକୁ ଯାଇପାରିବା। ଦେଖ ବର୍ତ୍ତମାନ ଏ ବି ଯୋଡ଼ାକ ବିନ୍ଦୁ ଆମେ ପାଇଛେ, ସି ବିନ୍ଦୁର କୌଣସି ପତା ନାହିଁ। ବୁଝିପାରୁଛ କି ନାଇଁ? ତାହେଲେ ଆମେ ଯଦି ଏ ବି ର ଦୈର୍ଘ୍ୟ କାଢିକି ସେଇ ଦୈର୍ଘ୍ୟକୁ ନେଇକି ବିସି ର ଦୈର୍ଘ୍ୟ ସାଙ୍ଗେ ସମାନ କରିବା, ତାହେଲେ ଆମେ ସେଠି କଣ କରିବା? ସେଇ ବିନ୍ଦୁର ସ୍ଥାନାଙ୍କ ପାଇପାରିବା ଗୋଟେ ବାଟ। କିନ୍ତୁ ଏଥିରେ ଫାଷ୍ଟ ଏ ବି ର ଦୈର୍ଘ୍ୟ କାଢ, ତାପରେ ସେଠୁ ବିସି ର ଦୈର୍ଘ୍ୟରେ ନେଇକି ହେଇ ସେମ ଦୈର୍ଘ୍ୟ ପକେଇବା, ସେଇଟା ଗୋଟେ ପାଇପାରିବା। ତାହେଲେ ଦେଖ ଆମେ ଓ ବିନ୍ଦୁର ସ୍ଥାନାଙ୍କ ଅଲରେଡି ପାଇଛେ, ମୂଳ ବିନ୍ଦୁର ସ୍ଥାନାଙ୍କ 0 0 ବୋଲି ପାଇଛେ। ବୁଝିପାରୁଛ କି ନାଇଁ? ତାହେଲେ ଯଦିକା ଆମେ ଏ ବି ର ସ୍ଥାନାଙ୍କ ବାହାର କରିଦେଇକି ହେଲା, ବୁଝିପାରୁଛ କି ନାଇଁ, ଆମେ ଗୋଟେ ଏ ବି ର ଦୈର୍ଘ୍ୟ ବାହାର କରିଦେଇକି ତାହେଲେ ଯଦିକା ସେଇଟାକୁ ଉଚ୍ଚତା ବାହାର କରିପାରିବା। ଏମିତି ବି ଗୋଟେ ହେଇପାରିବ, ଏ ବି ର ଦୈର୍ଘ୍ୟ ବାହାର କରିଦବା, ଗୋଟେ ବାହୁର ଦୈର୍ଘ୍ୟ ପାଇଗଲା କଣ ସମବାହୁ ତ୍ରିଭୁଜର, ତାପରେ ତାର ଉଚ୍ଚତାର ସୂତ୍ର ଆମେ ଜାଣିଛେ, ଉଚ୍ଚତାର ସୂତ୍ର ହେଇକା ପକେଇଦବା, ତାହେଲେ ଆମେ ଏଇଟା ପାଇପାରିବା। ଦିଟା ଯାକ ହେଇପାରିବ। ତାହେଲେ ବର୍ତ୍ତମାନ ଦେଖ, ମୁଁ ଯଦିକା ବାହୁ ଦେଖିକି ପାଇବି, ତାହେଲେ ଦେଖ ଏ ବି ର ଦୈର୍ଘ୍ୟ କେତେ ହେଇଯିବ? ଏ ବି ର ଦୈର୍ଘ୍ୟ ହେଇଯିବ ଆମର କଣ? x2 - x1 ର ହୋଲ ସ୍କ୍ୱାର। ତାହେଲେ a ମାଇନସ a ର ହୋଲ ସ୍କ୍ୱାର, a ମାଇନସ a ର ହୋଲ ସ୍କ୍ୱାର, a ମାଇନସ a ର ହୋଲ ସ୍କ୍ୱାର ପ୍ଲସ ଇଏ ଯୋ 0 - 0 0 ହେଇଗଲା, କିଛି ଦରକାର ନାହିଁ। ତାର ବର୍ତ୍ତମାନ ଦେଖ ଇଏ ହେଇଗଲା କେତେ ଆମର? a ପ୍ଲସ a ର ହୋଲ ସ୍କ୍ୱାର ମାନେ 2a ର होल स्क्वायर ର रूट ओवर ମାନେ 4a ସ୍କ୍ୱାର ର रूट ओवर। କାରଣ ଏଟା କଣ ହେଇଯିବ? 2a। ବୁଝିପାରିଲ କି ନାହିଁ? ଆମର ଏଇ ବାହୁର ଦୈର୍ଘ୍ୟ କେତେ ହେଇଗଲା? 2a। ବର୍ତ୍ତମାନ ଏଇ 2a ର ଦୈର୍ଘ୍ୟକୁ ଯଦି ମୁଁ ବିସି ସାଙ୍ଗରେ ସମାନ କରିଦେବି, କାରଣ ସମବାହୁ ତ୍ରିଭୁଜ ତିନିଟା ଯାକ ସମାନ, ଆମେ b ର ଦୈର୍ଘ୍ୟ ଜାଣିଛେ, ତାହେଲେ ଦେଖ ମନେକର ଏଇଟା ଦେଇଦେଲି x3 y3 ହେଲା, x3 y3 ଦେଇଦେଲି। ବର୍ତ୍ତମାନ ୟାର ଦୈର୍ଘ୍ୟ ସାଙ୍ଗରେ ଏଇଟା ଇକ୍ୱାଲ କରିଦବା, ତାହେଲେ ଦେଖ ବିସି ର ଦୈର୍ଘ୍ୟ କେତେ? ବିସି ସମାନେ ଆମର x3 ମାଇନସ a होल स्क्वायर प्लस y3 - 0 ର होल स्क्वायर रूट ओवर इक्वल्स टू 2a। बुझिपाइलो कि नहीं? ताले देखो बे एटा y एक्सिस रे अछि, तामाने x टा ऑटोमेटिकली 0 हो जो। बुझिपाछो नहीं? x टर्म टा ऑटोमेटिकली 0 हो जो, जहां भी हबो y टर्म टा हबो होला, जहां भी हबो हमर कोन हबो y टर्म टा हबो ହେଲା। ତାହେଲେ ଏଇଟା ହେଇଗଲା ଆମର x ଟା 0 ହେଇଗଲା। ତାହେଲେ x3 ଜାଗାରେ ମୁଁ କେତେ ପକେଇଦେବି? 0 ପକେଇଦେବି। ତାହେଲେ ଦେଖ 0 माइनस प्लस 0 प्लस a ମାନେ କେତେ ହେବ? a ର ସ୍କ୍ୱାର ହେଇଗଲା a ସ୍କ୍ୱାର ପ୍ଲସ y3 ଏ ଯୋ ସରି y3 ର ହୋଲ ସ୍କ୍ୱାର ଇକ୍ୱାଲ୍ସ ଟୁ 2a। ତାହେଲେ ଦିସ୍ ଇମ୍ପ୍ଲାଇଜ୍, ଦେଖ ଏଠି ରୁଟ୍ ଓଭର ଅଛି, ଏପଟକୁ ପଳେଇଲେ କଣ ହେଇଯିବ? a ସ୍କ୍ୱାର ପ୍ଲସ y3 ର ହୋଲ ସ୍କ୍ୱାର ଇକ୍ୱାଲ୍ସ ଟୁ 2a ର ମାନେ ଏଇଟା ଦେଖ ରୁଟ୍ ଓଭର କାଟିବା ପାଇଁ ସ୍କ୍ୱାର କରିବା, ଏପଟ ବି ସ୍କ୍ୱାର କରିବା, ଏଟା କଣ ହେଇଗଲା? 4a ସ୍କ୍ୱାର ହେଇଗଲା। ତାହେଲେ y3 ର ସ୍କ୍ୱାର ଇକ୍ୱାଲ୍ସ ଟୁ କେତେ? ଗୋଟେ a ସ୍କ୍ୱାର ଏପଟକୁ ଜାଗା ଫେଡି ହେଇଗଲା, 4a ସ୍କ୍ୱାର ଥିଲା, ଗୋଟେ a ସ୍କ୍ୱାର ଫେଡି ହେଲା, କେତେ ହେଇଗଲା? 3a ସ୍କ୍ୱାର। ତାହେଲେ y3 ଇକ୍ୱାଲ୍ସ ଟୁ କେତେ ହେଇଯିବ? 3a ସ୍କ୍ୱାର ର ରୁଟ୍ ଓଭର, ତାହେଲେ କେତେ ରୁଟ୍ ଓଭର ହେଇଗଲା? 3 ର ରୁଟ୍ ଓଭର କେତେ? √3। a ସ୍କ୍ୱାର ର ରୁଟ୍ ଓଭର କେତେ? a। ତାହେଲେ ଏଇଟା କଣ ହେଇଗଲା? y3 ର ମୂଲ୍ୟ √3a। ତାହେଲେ ଏଇ ବିନ୍ଦୁର ସ୍ଥାନାଙ୍କ କେତେ ହେଇଗଲା? 0 √3a। ବୁଝିପାରିଲ? କେତେ ହେଇଗଲା? 0 √3a। ବର୍ତ୍ତମାନ ଆମେ ତିନିଟା ଯାକ ବିନ୍ଦୁର ସ୍ଥାନାଙ୍କ ପାଇଯାଇଛେ ହେଲା। ତ ଦେଖ ଆଇ କ୍ୱେଶ୍ଚନ ରେ ସେ ଆମକୁ ପଚାରିଛି ଅନ୍ୟ ଶୀର୍ଷ ଦ୍ୱୟର ସ୍ଥାନାଙ୍କ ନିର୍ଣ୍ଣୟ କର। ତାହେଲେ ଆମେ ଗୋଟେ କଣ ପାଇଲେ? ଗୋଟେ ପାଇଗଲେ -1 0 ଗୋଟେ ପାଇଗଲେ, ତାପରେ ଆଉ ଗୋଟେ କଣ ପାଇଲେ? 0 √3a। ବୁଝିପାରିଲ? 0 √3a ଗୋଟେ ପାଇଗଲେ, ଆଉ ଗୋଟେ କଣ ପାଇଲେ? a - 0 ଗୋଟେ ପାଇଗଲେ। ବୁଝିପାରିଲ? ଯେତେବେଳେ ଏଇ ଯୋଡ଼ାକ ବିନ୍ଦୁ ପାଇଗଲେ, ତାହେଲେ ସେ ଆମକୁ କଣ ଦେଇଛି? ବର୍ତ୍ତମାନ ଦେଖ ବାହୁ ମାନଙ୍କର ଦୈର୍ଘ୍ୟ ନିର୍ଣ୍ଣୟ କର। ତାହେଲେ ଏଇ ଯୋଉଟାକୁ ଦେଖ ଭଲ ଭାବରେ, ଏ ବି ଏଠି ଆମେ ପାଇଛେ ବାହୁ, ତାହେଲେ ଏଇଠି କଣ ପାଇଯାଇଛି? ବାହୁର ଦୈର୍ଘ୍ୟ। ତାହେଲେ ଏଇଟା ହେଇଗଲା ଡବଲ ଏର ଆନ୍ସର। କେତେ? ଡବଲ ଏର ଆନ୍ସର। ବାହୁର ଦୈର୍ଘ୍ୟ କେତେ? ଆମର 2a। ବାହୁର ଦୈର୍ଘ୍ୟ ହେଇଗଲା 2a ହେଲା।
तापर देखो 3 नंबर क्वेश्चन पचार आमको बीई मध्यमार दैर्घ्य निर्णय कर है এই ଯୋଡ଼ାକ क्वेश्चन आम उत्तर पाइगले बर्तमान जीवा आम बीई मध्यमार दैर्घ्य निर्णय करने देख बीई मध्यमा मुझे जोग करी है बीई मध्यमा को यार दैर्घ्य पाइबा आमको ई बिंदुर स्थानांक दरकार आम जाचे सब मध्यमा समद्विभुज कौन करे बाहु को समद्विखंड करे हेउटा हूँ मध्यमा हेउटा हूँ समद्विखंड कौन आमर बाहु मध्यमा बाहु को समद्विखंड करे कोण समद्विखंड हेउटा हूँ आमर लंब तीनटा जाक एका बर्तमान देख ये समद्विखंड कर ई बिंदुर जदि आम स्थानांक पाई जाऊे आम बी दैर्घ्य पाइपर लिभे दौर बर्तमान देख आई गला माइनस ए जीरो एंड जीरो और √3a ये जोड़ा कहला आई रो आंसर डबल आई रो आंसर हैला 2a हला बर्तमान जाउचे ट्रिपल आई करिया सबले ट्रिपल आई से कहছে हमको बीई रो दैर्घ्य निर्णय कर कोन देछि बीई मध्यमार दैर्घ्य निर्णय कर एई ई बिंदुर दैर्घ्य हम पाइबार अछि आमे जानचे एटा होछि एसी रो मध्यबिंदु ताले एसी रो मध्यबिंदु केते ई समान कोन करिया x1 + x2/2 माने a प्लस 0/2 तापरे y1 + y2/2 0 प्लस और √3a/2 ताले केते होला a/2 √3a/2 एटा होला ताले ई बिंदुर स्थानांक केते होला एटा अर्थात ई बिंदुर स्थानांक केते पाइले हमें बी रो दैर्घ्य पाइ परिया ताले बीई रो दैर्घ्य समान केते हिजबो ताले देखो x2 - x1 नो होल स्क्वायर ताले 0 माइनस तो माइनस a रो होल स्क्वायर प्लस y2 - y1 नो होल स्क्वायर √3 - a रो √3a -0 रो होल स्क्वायर तापरे √2 ताले देखो माइनस माइनस प्लस ये होला कोन a स्क्वायर प्लस √3a रु 0 गले केते 0 ताले एठी कोन हैला 3a स्क्वायर रो √2 ताले एठी केते हैला 3a स्क्वायर प्लस a स्क्वायर 4a स्क्वायर रो √2 ताले एठी केते होला 2a केते होला आंसर 2a हैला ताले b रो दैर्घ्य केते b रो लंब केते होला हमरो 2a सॉरी किले है ठीक देखो जेटा बी ई रो दैर्घ्य आमे बी आमे कोन कर देछे बी बी सी रो दैर्घ्य काढी देछे हला एटा बी ई रो दैर्घ्य काढी आमे ई बिंदुर स्थानांक एटा रखले ना सॉरी हला ई बिंदुर स्थानांक एटा ताले बी ई रो दैर्घ्य काढिया ताले बी रो बिंदु होची केते हमर बी रो स्थानांक होची -a 0 एटा होची ई रो स्थानांक ताले देखो हमर कोन हेला x2 - x1 a/2 प्लस माइनस अच्छी a रो होल स्क्वायर प्लस और √3a/2 -0 रो होल स्क्वायर बर्तमान देखो ये कौन है 2 एलसीएम पड़ेगा एठी रहला a प्लस 2a रो होल स्क्वायर प्लस 2 एलसीएम पड़ेगा √3a रो होल स्क्वायर से था एठी बर्तमान देखो ये होला 3a रो होल स्क्वायर केते होला हमरो 9a स्क्वायर by 4 प्लस ये होला 3a स्क्वायर by 4 ताले एटा हेला हमरो 12a स्क्वायर by 4 बुझि पाइलो ताले ये देखो 40 वाले केते होला 4 को 12 40 वाले 3 ताले 3 हेले √3a आंसर केते होला हमरो √3a हैला ताले हमरो b रो दैर्घ्य केते होला √3a एटा समस्त लिखि जाओ b रो दैर्घ्य होला √3 एटा में जो डायरेक्ट देखो ई पाखरे हमर एटा लिखा हितला कोन 0√3a लिखा हितला हेइति पई हमें हेइटा को ई बिंदुर स्थानांक भाबी देकी कर देले हेइति पई एटा कोन होला भूल होला आपण आने जते करिवे हैला तो ए सब छोटो छोटो दिनस देखिबे प्रैक्टिस थिले देखि कि अनुमान करा हिजो जे असुविधा होछि हैला कोन पे कारण देखो मोर 2a बाहला 2a टा भी
ଟୁ ଏଟା ମାନେ ବାହୁର ଦୈର୍ଘ୍ୟଟା ସମବାହୁ ତ୍ରିଭୁଜର କେତେବେଳେ ବି କଣ ହବନି ମଧ୍ୟମା ସାଙ୍ଗରେ ସମାନ ହବନି ବା ଉଚ୍ଚତା ସାଙ୍ଗେ ସମାନ ହବନି। ଆମେ ଜାଣିଛେ ସମବାହୁ ତ୍ରିଭୁଜର ଉଚ୍ଚତାର ସୂତ୍ର ଅଲଗା ଜାଣିଛେ, ବୁଝିପାରୁଛ କି ନାଇଁ? √3/2 ଗୁଣିବ ତାହେଲେ କେତେବେଳେ ବି ଗୁଣିଲା ପରେ ଗୋଟେ ଜିନିଷ ଏଇଟା ତା ସାଙ୍ଗରେ ସମାନ ହବନି ହେଲା, ସେଇକୁ ଛାଡିଦେଲି। ତାହେଲେ ଏଇଥିପାଇଁ ଅନୁମାନ କରି ହେଇଗଲା ଯେ ଏଇଟା କଣ ଟିକେ ଭୁଲ ଅଛି। ତାପରେ ଦେଖିଲେ ଆମେ ଇ ବିନ୍ଦୁଟା ଅଲଗା ଥିଲା ତ ଆମେ ନେଇଯାଇଛେ ସି ବିନ୍ଦୁଟା, ଏଟା ଆମେ ବାହୁର ଦୈର୍ଘ୍ୟ ବାହାର କରୁଛେ ହେଲା। ଏଇଟା ଥିଲା ଆମର କଣ ଟ୍ରିପଲ ଆଇ। ତାପରେ ଲାଷ୍ଟ କ୍ୱେଶ୍ଚିନ୍ ଆଇଭି। ଆଇଭି ରେ କଣ କରିବା ଆମେ ଘର କେନ୍ଦ୍ର କାଢିବା, ବୁଝିପାରିଲ? ଘର କେନ୍ଦ୍ର କାଢିବା। କଟା ଲିଭେଇ ଦଉଛି ଟ୍ରିପଲ ଆଇ ହେଇଗଲା √3a ତାପରେ ଲାଷ୍ଟ ଆଇଭି। ତ ପିଲେ ଏଥିରେ ଦେଖ ଗୋଟେ ଜିନିଷ କହିଥିବ ତମେ କୌଣସି ତ୍ରିଭୁଜର ମଧ୍ୟମା ସେ କଣ କରୁଛି ତାର ଯୋଉ ଏଇ ଯୋଉ ଭର କେନ୍ଦ୍ରଟା ସେ କଣ କରୁଛି 2:1 ରେ ଡିଭାଇଡ କରୁଛି। ତାହେଲେ ଆମେ କହିପାରିବା ଏଇଟା 2 ଏଇଟା 1 ହେଲା। ତାହେଲେ ଦେଖ ଏଠି ଆମର ଏଠି ବାହାରି ପଡୁଛି କଣ ସି ବିନ୍ଦୁର ସ୍ଥାନାଙ୍କ ଅଛି 0 √3a, ବି ଯୋଉ ଓ ବିନ୍ଦୁର ସ୍ଥାନାଙ୍କ ହଉଛି 0 0, ତାପରେ m ଅନୁପାତ n ହଉଛି 2:1। ତାହେଲେ ଦେଖ m(x1) ତ ଦେଖ m(x2) କେତେ 2 × 0 ଆମେ କାହାର ବାହାର କରୁଛେ ଜି ପଏଣ୍ଟର ଦୈର୍ଘ୍ୟ ବାହାର କରୁଛେ। ଏଇ ଯୋଉ ବିନ୍ଦୁଟା ଏଇଟା ଜି, ଯୋଉ ବିନ୍ଦୁଟା ତାକୁ 2:1 ରେ ଡିଭାଇଡ କରୁଛି ତାର ଆମେ କଣ କରୁଛେ ସ୍ଥାନାଙ୍କ ବାହାର କରୁଛେ। ତାହେଲେ କଣ ହବ m(x2) ପ୍ଲସ n(x1) ପ୍ଲସ n(x1) କେତେ ଆମର 0/3। ତାହେଲେ ଜି ବିନ୍ଦୁର ସ୍ଥାନାଙ୍କ ଏଇଟା ହେଇଗଲା କେତେ ଆମର 0, କାରଣ x ବିନ୍ଦୁର ସ୍ଥାନାଙ୍କ ଏଠି x ଆକ୍ସିସ ଉପରେ ଆଉଛି ହେଲା, এই ଯୋଉ ସରି y ଆକ୍ସିସ ଉପରେ ଆଉଛି, y ଆକ୍ସିସ ରେ x ଟା ସବୁବେଳେ 0 ହେଲା। ଏଟା ହେଲା ଜି ବିନ୍ଦୁର x ପାଇଲେ। ତାପରେ y ଦେଖ y କେମିତି ପାଇବା ଆମର m(x1) এই ଯୋଉ ସରି m(x2) m 2 × 0 ପ୍ଲସ 1 ଗୁଣନ √3a/3। ତାହେଲେ ଦେଖ ଇଏ 0 ହେଇଗଲା, ଇଏ ହେଲା √3a/3 ହେଲା। ତାହେଲେ ଆମର ସ୍ଥାନାଙ୍କନ ହେଇଗଲା 0 √3a/3। କାହାର ଏଇଟା ଜି ବିନ୍ଦୁର ସ୍ଥାନାଙ୍କ, ଏଇଟା ଥିଲା ଆଇଭି କଣ 0 √3a/3 ହେଲା। ଆନ୍ସର କଣ ହେଲା 0 √3a/3। ଏଇଟା ହେଲା କଣ ଆମର ଭର କେନ୍ଦ୍ରର ସ୍ଥାନାଙ୍କ, ବୁଝିପାରିଥିବେ। ଏଇଠି ଆମର କେତେ ନମ୍ବର ସରିଯାଇଛି 20 ନମ୍ବର ଶେଷ ହେଇଯାଇଛି। ତ ଏଇଟା ସମସ୍ତେ ଲେଖିଦିଅ।